ଏବେ ଏବେ ଆସୁଛି ବଡ ଖବର ଯାହାକି ରାଜ୍ୟର ଥିବା ସମସ୍ତ ସ୍କୁଲ ଓ କଲେଜ ମାନେ ହେଲା ଛୁଟି ଘୋଷଣା। ତେବେ କେଉଁ ତାରିଖରେ ହେଲା ସ୍କୁଲ କଲେଜ ଛୁଟି, କଣ ପାଇଁ ହେଲା ସ୍କୁଲ କଲେଜ ଛୁଟି, ଯାହା ମଧ୍ୟ ଆମେ ଭିଡିଓରେ ଜାଣିବା। ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଛାତ୍ରଛାତ୍ରୀଙ୍କ ଲାଗି ଆସିଗଲା ବଡ ଖୁସି ଖବର, କାହିଁକି ନା ସ୍କୁଲ ଓ କଲେଜ ହେଲା ଛୁଟି। ଜାଣିବା ସମ୍ପୂର୍ଣ୍ଣ ଅପଡେଟ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ତା ପୂର୍ବରୁ ଭିଡିଓକୁ ଲାଇକ୍ କରନ୍ତୁ, ସବସ୍କ୍ରାଇବ କରିନଥିଲେ ଏବେ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଏବେ ଦେଖନ୍ତୁ, ମୁଁ ଆପଣଙ୍କ ସାମ୍ନାରେ ଗଭର୍ଣ୍ଣମେଣ୍ଟ ଅଫ୍ ଓଡ଼ିଶା 2025 ର ଶିକ୍ଷା କ୍ୟାଲେଣ୍ଡର ଓପନ କରିଛି। ଆଉ ଏହି କ୍ୟାଲେଣ୍ଡରରେ ସମସ୍ତ ଛୁଟି ଲିଷ୍ଟ ମଧ୍ୟ ଲେଖାଯାଇଥାଏ। ତେବେ ଏବେ ଚାଲୁ ହୋଇଛି ମାର୍ଚ୍ଚ ମାସ 3, 4, 5 ତାରିଖରେ ଦେଖନ୍ତୁ ଆପଣମାନେ। ମାର୍ଚ୍ଚ 5ରେ ରେଡ୍ କଲର ହୋଇଛି, ଯାହାକି ଏହି ଦିନ ମଧ୍ୟ ଛୁଟି ରହିଛି। ତେବେ କଣ ପାଇଁ ଛୁଟି ରହିଛି ମାର୍ଚ୍ଚ ମାସ 5 ତାରିଖରେ, ତଳକୁ ଆମେ ଆସିବା। ଦେଖନ୍ତୁ, ପଞ୍ଚାୟତ ରାଜ ଦିବସ ଲେଖା ହେଇଛି, ଯାହାକି 5 ମାର୍ଚ୍ଚରେ, ମାନେ ମାର୍ଚ୍ଚ ମାସ 5 ତାରିଖରେ ଏକ ହଲିଡେ ରହିଛି। ପଞ୍ଚାୟତ ରାଜ ଦିବସ ପଡୁଥିବାରୁ ଏଥିପାଇଁ ମଧ୍ୟ ଆପଣମାନଙ୍କ ପାଇଁ ଏକ ହଲିଡେ ରହିଛି। ଉଭୟ ସ୍କୁଲ ଓ କଲେଜ ମାନେ ମଧ୍ୟ ବନ୍ଦ ରହିବ, ଯାହାକି ଏ ରହିଛି ଗଭର୍ଣ୍ଣମେଣ୍ଟ ଓଡ଼ିଶାର 2025ର ଶିକ୍ଷା କ୍ୟାଲେଣ୍ଡର। ତା ଛଡା ମାର୍ଚ୍ଚ 5 ପରେ ପୁଣି ଆପଣଙ୍କୁ 14 ତାରିଖରେ ମଧ୍ୟ ପୁଣି ଆପଣ ଯେହେତୁ ହୋଲି ପଡୁଛି, ତେଣୁକରି 14 ତାରିଖରେ ବି ଆମେ ଦେଖିଦେବା। 14 ତାରିଖରେ କଣ ରହିଛି ଦେଖନ୍ତୁ, ଦୋଳ ପୂର୍ଣ୍ଣିମା, ଯାହାକି 14 ମାର୍ଚ୍ଚରେ ପଡୁଛି। ସେଥିପାଇଁ ମଧ୍ୟ ଆପଣଙ୍କୁ ହଲିଡେ ରହିଛି। 15 ତାରିଖରେ ଆପଣଙ୍କ ପାଇଁ ହୋଲି ରହିଛି। ତେବେ ଇଏ ରହିଛି ଯାହାକି ବଡ ଖୁସି ଖବର, 5 ତାରିଖରେ ଏକ ହଲିଡେ ରହିଛି।